ଭାଇ ଆଜିକା ଦୁନିଆରେ କେହି କାହାର ନୁହନ୍ତି କେନେ କହିଲ। ମୁଁ ଆଜି ସକାଳେ ମୋ ସାଙ୍ଗକୁ 20 ଟଙ୍କା ମାଗିଲି। ତା ପାଖରେ ପଇସା ମୁଁ ସକାଳେ ଦେଖିଛି ହେଲାକି। ତାପରେ ସେ ଯେ କହିଲା ପଇସା ନାହିଁ, ମୋ ଦରକାର ଅଛି ଦେଇପାରିବିନି। ତାପରେ ମୁଁ କିଛି ନ କହି ମୋ ମାଆକୁ ଯାଇ କହିଲି ଆଉ ମା, 20 ଟଙ୍କା ଗୋଟେ ଦରକାର ଥିଲା, ଦେବୁ କି? କହିଲା ହଁ ଛୁଆ, କିସ ପାଇଁ? ତାପରେ ମୁଁ କହିଲି ଟିକେ ଦରକାର ଅଛି ଏମିତି। ତାପରେ ସିଏ ଘରକୁ ବସିଲା, କହିଲା ପୁଅ 20 ଟଙ୍କାଟା କିସ କରିବୁ, 50 ଟଙ୍କା ନେ, ଯାହା ଦରକାର ହେବ। ମୋତେ ଟିକେ କହିଦେ କିସ ପାଇଁ ତ ପଇସା ଦରକାର। କହିଲି ନା ଏମିତି ଟିକେ ଦରକାର ଅଛି ଆଉ। ତାପରେ ମୁଁ କହିଲି ମା, ଆଜିକା ଦୁନିଆରେ କେହି କାହାର ନୁହନ୍ତି। ତାପରେ କହିଲେ କେନେ? ତାପରେ ମୁଁ କହିଲି ସକାଳେ ସାଙ୍ଗଟାକୁ 20 ଟଙ୍କା ମାଗିଲି। ତାପରେ ସିଏ କହିଲା ଯେ ମୋ ପାଖରେ ପଇସା ନାହିଁ, ହେଲେ ମୁଁ ସକାଳେ ଦେଖିଛି ତା ପାଖରେ ପଇସା ଅଛି ହେଲାକି। ତାପରେ ସେ କହିଲା ନିଜ କ୍ୟାରିଅର ନିଜେ ଆଗେ ବନା, ତାପରେ ନିଜ ଗୋଡ଼ରେ ଠିଆ ହୋ, ତାପରେ ସେଇ ସାଙ୍ଗ ତୁ ଗୋଡ଼ ଆସି ଧରିବ, ସେଇଦିନ ତୁ ସେଇ ଜବାବ ଦେବୁ। ତାପରେ ମୋ ମା କହିଲା ସେ ଯେ 20 ଟଙ୍କା ଦରକାର ଥିଲା, ଯଦି ମୋ ପାଖରେ ବି ନଥାନ୍ତା, ସେଇ ସାଙ୍ଗ ପାଖରେ ଥିଲା, ସେଇଟା ଯଦି ଅର୍ଜେଣ୍ଟ କିଛି ଦରକାର ହେଇଥାନ୍ତା, ସେଇ 20 ଟଙ୍କା ପାଇଁ ଜଣଙ୍କ ଜୀବନ ଯାଇପାରେ। ତାପରେ ଭାଇ ମୋ ମାଆକୁ ପଚାରିଲି ଯେ ମା, ଆଜିକା ଦୁନିଆରେ କେହି କାହାର ନୁହନ୍ତି। ସେ କହିଲେ କେନ୍? ମୁଁ କହିଲି ନା ଏମିତି ପଚାରୁଛି। ମୋ ମାଆ କହିଲା ବାପା, ଯେତେ ପର୍ଯ୍ୟନ୍ତ ତୋ ପାଖରେ ପଇସା ଥିବ, ସବୁ ସାଙ୍ଗ ତୋ ପାଖରେ, ଯେତେ ପାଖରେ ପଇସା ଯିବ ନା, ସେ ଗୁଣ୍ଠା ମାରି ପଳେଇବ। ଆଜିଠୁ ଭାଇ ମୁଁ ଶିଖିଲି କେହି ସାଙ୍ଗ ଉପରେ ବିଶ୍ୱାସ ନାହିଁ, କେହି ଝିଅ ଉପରେ ବିଶ୍ୱାସ ନାହିଁ। ନିଜ କ୍ୟାରିଅର ନିଜେ ବନା ଭାଇ। ଜୀବନରେ କିଛି ଇଏ କର, ଝିଅ ପଛରେ ପଡ଼ିବନି ନା, କିଛି ନାହିଁ ଭାଇ, କିଛି ନାହିଁ।